ମୁଁ ଶ୍ରୀ ବିମ୍ବାଧର ମିଶ୍ର ପ୍ରଧାନ ଶିକ୍ଷକ ଅନନ୍ତ ବାସୁଦେବ ସଂସ୍କୃତ ବିଦ୍ୟାପୀଠ ବିଷ୍ଣୁପୁର। ଯେ ଆଜି ସୌଭାଗ୍ୟର ଦିନ ଯେ ଭାରତ ସରକାରଙ୍କର ଶିକ୍ଷାନୀତି 2020 ଆନୁକୂଲ୍ୟରେ ଯେ ଦୀର୍ଘ 7 ଦିନ ବ୍ୟାପୀ ଯେ କି ଶିକ୍ଷା ସପ୍ତାହ ଦିବସ ପାଳନ କରାଯାଉଛି। ଏହି ଅବସରରେ ଆମ ବିଦ୍ୟାଳୟରେ ସରକାରଙ୍କର ନିର୍ଦ୍ଦେଶ କ୍ରମେ 22 ତାରିଖ ଠାରୁ 28 ତାରିଖ ପର୍ଯ୍ୟନ୍ତ ଶିକ୍ଷା ସପ୍ତାହ ଦିବସ ଉପଲକ୍ଷେ ଆମ ବିଦ୍ୟାଳୟରୁ ଦୀର୍ଘ 4 ଦିନ ଧରି ଯେ ଏହି କାର୍ଯ୍ୟକ୍ରମ ପରିଚାଳନା ହୋଇ ଆସୁଛି। ଆଜି ହେଉଛି ତାର 5ମ ଦିନ, ଯାହାକି ସାଂସ୍କୃତିକ କାର୍ଯ୍ୟକ୍ରମ। ଏହା ପୂର୍ବରୁ 22 ତାରିଖରେ ଥିଲା ଯେ କି FLN, 22 ତାରିଖରେ ଥିଲା TLM ଏବଂ 23 ତାରିଖରେ ଯେ କି FLN ଏବଂ ତୃତୀୟ ଦିନରେ କ୍ରୀଡ଼ା ଆଉ ଆଜି ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ। ଏହି ଅବସରରେ ଯେ ଆମର ବିଦ୍ୟାଳୟରେ ଥିବା ସମସ୍ତ କୃତି ଛାତ୍ରଛାତ୍ରୀମାନେ ଯେ ସେମାନଙ୍କର ଯେ ଦକ୍ଷତାକୁ ପରିପ୍ରକାଶିତ କରିପାରିଛନ୍ତି। ଯେ ଏହା ହେଉଛି ସରକାରଙ୍କର ଅତି ଉଚ୍ଚକୋଟୀର ଉଦ୍ୟମ, ଯାହାଫଳରେ ଯେ ପିଲାମାନଙ୍କର ଥିବା ନୈତିକ ଶିକ୍ଷା ଏବଂ ମୂଲ୍ୟବୋଧ ସେମାନଙ୍କର ଯେ ଦକ୍ଷତାକୁ ସେ ନିଜେ ନିଜେ ପରିପ୍ରକାଶିତ କରୁଛନ୍ତି। ଏଥିପାଇଁ ସରକାରଙ୍କୁ ମୁଁ ଅଶେଷ ଧନ୍ୟବାଦ ଦେଉଛି ଏବଂ ଏଇଭଳି ପିଲାମାନଙ୍କର ଯେ ଦକ୍ଷତାକୁ ପରିପ୍ରକାଶିତ କରିବା ପାଇଁ ଯେଉଁ କାର୍ଯ୍ୟକ୍ରମ ଗୁଡ଼ିକ ଯେ ସେ ହାତକୁ ନେଉଛନ୍ତି ତାହା ହେଉଛି ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି।